ନିଜେ ଶ୍ରୀକୃଷ୍ଣ ରାଧାଙ୍କୁ ଧରି ତାଙ୍କର ସଖୀ ମାନଙ୍କ ସହିତ ସଖା ମାନଙ୍କ ସହିତ ଗୁଡ଼ି ଉଡ଼େଇଥିଲେ। ପ୍ରତିବର୍ଷ 3 ଜଣ 4 ଜଣ ମରିଯାଆନ୍ତି। ଏ ବର୍ଷ ଠାକୁରଙ୍କୁ କେହି ମରିନାହାନ୍ତି। ଆରେ ଗୁଡ଼ି ଉଡ଼ା ହଉଛି ଗୁଜୁରାଟରୁ ଆରମ୍ଭ। ନିଜେ ଶ୍ରୀକୃଷ୍ଣ ରାଧାଙ୍କୁ ଧରି ତାଙ୍କର ସଖୀ ମାନଙ୍କ ସହିତ ସଖା ମାନଙ୍କ ସହିତ ଗୁଡ଼ି ଉଡ଼େଇଥିଲେ। ସେଇ ପରମ୍ପରା ଆମେ କଣ୍ଟିନ୍ୟୁ କରୁଛେ। ଆମର ଓଡ଼ିଶାରେ ସବୁଠୁ ବେଷ୍ଟ ଗୁଡ଼ି ଉଡ଼ା ହୁଏ କଟକରେ। କଟକରେ ନଟେଇରୁ ସୂତା କଟି କେତେ ଗୁଡ଼େ ପିଲା ଇଞ୍ଜୋର୍ଡ ହେଇଛନ୍ତି, ଯାହା ହଉ କେହି ମରି ନାହାନ୍ତି, ଖଣ୍ଡିଆ ଖବରା ହେଇଛନ୍ତି। ପ୍ରତିବର୍ଷ 3 ଜଣ 4 ଜଣ ମରିଯାଆନ୍ତି। ଏ ବର୍ଷ ଠାକୁରଙ୍କୁ କେହି ମରିନାହାନ୍ତି। କିନ୍ତୁ ଗୁଡ଼ି ଗୁଡ଼ା ଆମର ପରମ୍ପରା। ସ୍ୱୟଂ ନାରାୟଣ ଯେତେବେଳେ ଗୁଡ଼ି ଉଡ଼ଉଥିଲେ ତାକୁ ଅନୁସରଣ କରି ମଉଜ କରିବା ପାଇଁ ଭଲ ପିଠାପଣା ଖାଇ ଭଲ ନାଚ ଗୀତ କରି ଆମେ ଗୁଡ଼ି ଉଡ଼େଇଥାଉ ଏବଂ ମକର ଚାଉଳ ଖାଇ ଭଗବାନ ଡାକୁଥାଉ, ହେ ପ୍ରଭୁ ଏମିତି ଗୁଡ଼ି ଯେମିତି ଉଡ଼ୁଛି ହସି ହସିକିରି ଆମ ଜୀବନଟା ହସି ହସିକି ସେମିତି ରାଜ୍ୟର ବିକାଶ ହଉ, ଦେଶର ବିକାଶ ହଉ, ଆମର ବିକାଶ ହଉ। ଇଏ ହଉଛି ଆମ ପରମ୍ପରା। ପ୍ରତି ବର୍ଷ ଆମର କିଛି ଲୋକ ମରୁଛନ୍ତି ଭାରତ ବର୍ଷରେ, କିଛି ଏଞ୍ଜର୍ଡ ହଉଛନ୍ତି। ମାଞ୍ଜା ସୂତାଟାକୁ ବିଲକୁଲ ଆଉଟ କରିଦେବା ଦରକାର, ବ୍ୟାନ୍ କରିଦେବା ଦରକାର। ମାଞ୍ଜା ସୂତାକୁ ପୁରା ସରକାର ବ୍ୟାନ୍ କରିଦେବା ଉଚିତ।